ଶ୍ରମିକ ମଙ୍ଗଳ ପାଇଁ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ୍ ଖାଦ୍ୟ କୃଷି ସଂଗଠନ ପାଇଁ କେବେ ଗଠିତ ହୋଇଥିଲା? ଖାଦ୍ୟ କୃଷି ସଂଗଠନ। ଫୁଡ୍ ଏଗ୍ରିକଲଚର 1945। ୟୁନିସେଫ୍ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ନ୍ୟୁୟର୍କ। ବିଶ୍ୱ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ୱାଶିଂଟନ। ଜାତିସଂଘ ଲିଗ୍ ଅଫ୍ ନେସନ୍ସ କେବେ ପ୍ରତିଷ୍ଠା ହୋଇଥିଲା? 1920 ଫାର୍ଷ୍ଟ ଲିଗ୍ ଅଫ୍ ନେସନ୍। ଆଣ୍ଟାର୍କଟିକ୍ ସନନ୍ଦ କେଉଁ ମସିହାରେ ପ୍ରସ୍ତୁତ ହୋଇଥିଲା? 1941। ଆଣ୍ଟାର୍କଟିକ୍ ଚାର୍ଟର। ମିଳିତ ଜାତିସଂଘ 1943 ମସିହା। ମିଳିତ ଜାତିସଂଘ ପ୍ରତିଷ୍ଠା ଉଦ୍ୟମ ସ୍ୱରୂପ ମସ୍କୋ ଘୋଷଣା କେଉଁ ବର୍ଷ ହୋଇଥିଲା? 1943 ମସ୍କୋ। ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନଙ୍କ କାର୍ଯ୍ୟକାଳ କେତେ ବର୍ଷ? 9 ବର୍ଷ। ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ହେଉଛି ହେଗରେ ଅଛି। କାହାର ଅନୁମୋଦନ କ୍ରମେ ସାଧାରଣ ସଭା ଦ୍ୱାରା ସଚିବାଳୟ ମହାସଚିବ ନିଯୁକ୍ତ ହୋଇଥାନ୍ତି? ନିରାପତ୍ତା ପରିଷଦ ମହାସଚିବ ଜେନେରାଲ ସେକ୍ରେଟାରୀ। ସଚିବାଳୟ ସେକ୍ରେଟାରିଏଟ୍। ସାଧାରଣ ସଭା ୟୁଏନ୍ ମହାସଚିବ 5 ବର୍ଷ ପାଇଁ ନିଯୁକ୍ତି ହୋଇଥାନ୍ତି। ମହାସଚିବ ସେକ୍ରେଟାରୀ। ନିଜ କ୍ଷେତ୍ର ଦୂରୀକରଣ ଏବଂ ଶିକ୍ଷା ବୈଜ୍ଞାନିକ ଉନ୍ନତମାନର ତାଲିମ ପ୍ରଦାନ। ଦେଶ ମଧ୍ୟରେ ସାଂସ୍କୃତିକ ସହଯୋଗ କେଉଁ ସଂଗଠନ? ସଂଯୁକ୍ତ ରାଷ୍ଟ୍ରସଂଘ। ଶିକ୍ଷା ବିଜ୍ଞାନ। ଶିକ୍ଷା ଏଜୁକେସନ୍ ସାଇନ୍ସ ଆଣ୍ଡ କଲଚରାଲ ସୋସିଆଲ କଲଚରାଲ ଅର୍ଗାନାଇଜେସନ୍। ଏଜୁକେସନ୍ ସୋସିଆଲ କଲଚର୍ସ। ନିରକ୍ଷରତା ଦୂରୀକରଣ। ଶିକ୍ଷକ ବୈଜ୍ଞାନିକମାନଙ୍କୁ ଉନ୍ନତ ତାଲିମ ପ୍ରଦାନ। ବିଶ୍ୱବ୍ୟାପୀ ବିଭିନ୍ନ ରୋଗର ନିରାକରଣ ଲାଗି ସର୍ବଦା କେଉଁ ସଂସ୍ଥା? WHO ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଖାଦ୍ୟ ସୁରକ୍ଷା ସଂଗଠନ ହେଉଛି 1945। ୟୁନିସେଫ୍ ସଂସ୍ଥା ମୁଖ୍ୟ କାର୍ଯ୍ୟାଳୟ ୟୁନିସେଫ୍ ନ୍ୟୁୟର୍କ। ଆଣ୍ଟାର୍କଟିକ୍ ସନନ୍ଦ 1941। ମିଳିତ ଜାତିସଂଘର ପ୍ରତିଷ୍ଠା ଉଦ୍ୟମ ସ୍ୱରୂପ ମସ୍କୋ ଘୋଷଣାନାମା କେବେ ଘୋଷିତ ହୋଇଥିଲା? 1943 ମସ୍କୋ। ୱାଶିଂଟନ ଡମ୍ବାର୍ଟନ ଓକ୍ ସମ୍ମିଳନୀ କେଉଁ ମସିହାରେ? 1944 ୱାଶିଂଟନ ଡମ୍ବାର୍ଟନ ଓକ୍ ସମ୍ମିଳନୀ। ନିରାପତ୍ତା ପରିଷଦର କେତୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଅଟନ୍ତି? 10 ଗୋଟି। ନିରାପତ୍ତା ପରିଷଦର କେତୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ? ଅସ୍ଥାୟୀ 10ଟି। ନିରାପତ୍ତା ପରିଷଦର 10 ଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର କେତେ ବର୍ଷ ପାଇଁ ସାଧାରଣ ସଭା ନିର୍ବାଚିତ ହୋଇଥାନ୍ତି? ସେମାନେ 2 ବର୍ଷ ପାଇଁ। 10 ଗୋଟି ଅସ୍ଥାୟୀ ନନ୍ ପରମାନେଣ୍ଟ ମେମ୍ବର। ସେଗୁଡ଼ିକ ହେଉଛି ଆନ୍ତର୍ଜାତିକ ନ୍ୟାୟାଳୟର କେତୋଟି ବିଚାରପତି? 15 ଜଣ। 9 ବର୍ଷ। କାହା ସୁପାରିଶ କ୍ରମେ ସାଧାରଣ ସଭା ଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ନିର୍ବାଚିତ ହୋଇଥାନ୍ତି? ନିରାପତ୍ତା ପରିଷଦ ସୁପାରିଶ କ୍ରମେ ସାଧାରଣ ସଭା ଦ୍ୱାରା। ସାଧାରଣ ସଭା ହେଉଛି ଜେନେରାଲ ଆସେମ୍ବଲି। ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ନିଯୁକ୍ତି ହୋଇଥାନ୍ତି। ସିକ୍ୟୁରିଟି କାଉନସିଲ୍ ଦ୍ୱାରା ଅସ୍ଥାୟୀ ସଦସ୍ୟ। ନିରାପତ୍ତା ପରିଷଦର କେତୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଅଟନ୍ତି? 10ଟି। ନିରାପତ୍ତା ପରିଷଦର କେତୋଟି ରାଷ୍ଟ୍ର ସ୍ଥାୟୀ? 5ଟି। ସନନ୍ଦ ଧାରା 23 ଅନୁସାରେ 1966 ମସିହାରେ 1 ତାରିଖ ଠାରୁ ନିରାପତ୍ତା ପରିଷଦର ସର୍ବମୋଟ କେତୋଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି? 1 ତାରିଖ ଠାରୁ ନିରାପତ୍ତା ପରିଷଦର ସର୍ବମୋଟ କେତୋଟି? 15ଟି। ନ୍ୟାସ ପରିଷଦ ବୈଠକ ପ୍ରତିବର୍ଷ କେତେଥର ବସେ? 2 ଥର। ନ୍ୟାସ ସଂଯୁକ୍ତ ରାଷ୍ଟ୍ର ସଂଘର ସନନ୍ଦ ସର୍ବମୋଟ କେତୋଟି ଧାରା ଅଛି? 111ଟି। ସଂଯୁକ୍ତ ରାଷ୍ଟ୍ର ସଂଘର ସନନ୍ଦ କେତୋଟି ଭାଷାରେ ଲିଖିତ? 5ଟି ଭାଷାରେ। ସନନ୍ଦ 5ଟି ଭାଷାରେ ଲିଖିତ। କେଉଁ ମସିହାରେ ସଂଯୁକ୍ତ ରାଷ୍ଟ୍ରର ପ୍ରଥମ ଅଧିବେଶନ ବସିଥିଲା? 1946 ମସିହା ଜୁନ୍ 10 ତାରିଖ। ପ୍ରଥମ ଅଧିବେଶନ ବସିଥିଲା ହେଉଛି 1946 ମସିହା ଜାନୁଆରୀ 10 ତାରିଖରେ। ଅଧିବେଶନ 1946 ୟୁଏନ୍ର ପ୍ରଥମ ଅଧିବେଶନ।
କିନ୍ତୁ ରାଷ୍ଟ୍ରସଂଘର କେତୋଟି ରାଷ୍ଟ୍ର ମୂଳ ସଦସ୍ୟ? 51ଟା। ୟୁଏନ୍ର ଫାଷ୍ଟ ତାସ୍କେଣ୍ଟ ରାଜିନାମା କେଉଁ ମସିହାରେ ସ୍ୱାକ୍ଷରିତ ହୋଇଥିଲା? 1966ରେ। କେଉଁ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଥର ଯୁଦ୍ଧ ହୋଇଥିଲା? 1971। ସିମଲା ରାଜିନାମା କେଉଁ ସ୍ୱାକ୍ଷରିତ ହୋଇଥିଲା? 1972। ଭାରତ ପାକିସ୍ତାନ ଦ୍ୱିତୀୟ ଥର ଯୁଦ୍ଧ 1971। କାହା ମାଧ୍ୟମରେ ସିମଲା ରାଜିନାମା ସ୍ୱାକ୍ଷରିତ ହୋଇଥିଲା? ଭାରତ ପାକିସ୍ତାନ। ସିମଲା ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଭାରତ ପାକିସ୍ତାନ। ସିମଲା ରାଜିନାମା କେଉଁ ଭାରତୀୟ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ? ଶ୍ରୀମତୀ ଇନ୍ଦିରା ଗାନ୍ଧୀ। କାର୍ଗିଲ ଯୁଦ୍ଧ 1919। ପଞ୍ଚଶୀଳ ନୀତି ଆଧାର କରି କେଉଁ ଦେଶ ସହିତ ଭାରତ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା? ଚୀନ। ଲାହୋର ଘୋଷଣା କେଉଁ ମସିହାରେ ହୋଇଥିଲା? 1969ରେ। ଚୀନ ଭାରତ ଆକ୍ରମଣ କରି 1962 ଶାନ୍ତି ପ୍ରତିଷ୍ଠା ପାଇଁ ଭାରତୀୟ ଶାନ୍ତିରକ୍ଷା ବାହିନୀ ଯାଇଥିଲେ। ଶ୍ରୀଲଙ୍କା। 11 ମସିହାରେ ପୃଥିବୀର କେତୋଟି ଦେଶ ରାଷ୍ଟ୍ରସଂଘ ସଦସ୍ୟ ଅଛନ୍ତି? 1993ଟି। ୟୁଏନ୍ର ସଂଯୁକ୍ତ ରାଷ୍ଟ୍ରସଂଘ କେଉଁ ବର୍ଷ ନୋବେଲ ଶାନ୍ତି ପୁରସ୍କାର? 1988ରେ। ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା 1988। ନୋବେଲ ଶାନ୍ତି ପୁରସ୍କାର 1988। ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧିବେଶନ କେଉଁ ମସିହାରେ ବସିଥିଲା? 1946ରେ। ପ୍ରଥମ ଅଧିବେଶନ ଲଣ୍ଡନରେ ବସିଥିଲା। ସଂଯୁକ୍ତ ରାଷ୍ଟ୍ର ୟୁଏନ୍ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା 1988ରେ। ପୃଥିବୀର କେତୋଟି ଦେଶର ରାଷ୍ଟ୍ରସଂଘ ସଦସ୍ୟ ଅଛନ୍ତି? 193ଟି। ଲାହୋର। କେତୋଟି ରାଷ୍ଟ୍ର ମୂଳ ସଦସ୍ୟ? 51ଟି। କିନ୍ତୁ ରାଷ୍ଟ୍ରସଂଘର ପ୍ରଥମ ଅଧିବେଶନ 26 ଡିସେମ୍ବର 10 ଜୁନ୍ 10। ସନନ୍ଦ କେତୋଟି ଭାଷାରେ ଲିଖିତ? 5ଟି ଭାଷାରେ। ସନନ୍ଦ ୟୁଏନ୍ ସଂଯୁକ୍ତ ରାଷ୍ଟ୍ର ସନନ୍ଦରେ ସର୍ବମୋଟ କେତୋଟି ଧାରା? 111ଟି ଧାରା ଅଛି। ସଂଯୁକ୍ତ ରାଷ୍ଟ୍ରସଂଘର ନିହିତ କେଉଁ ଅଙ୍ଗଟିକୁ ପୃଥିବୀର ପଞ୍ଚାୟତ ଆଖ୍ୟା ମିଳିଛି? ସାଧାରଣ ସଭା। ସାଧାରଣ ସଭାର ଅଧିବେଶନ ବର୍ଷକୁ କେତେଥର? ଥରେ। ପଞ୍ଚାୟତ ଆଖ୍ୟା ମିଳିଛି ସାଧାରଣ ସଭା। ସାଧାରଣତଃ ସଭାର ସଭାପତି କେତେ ବର୍ଷ ପାଇଁ ସଦସ୍ୟ ରାଷ୍ଟ୍ର ପ୍ରତିନିଧିମଣ୍ଡଳରେ ନିର୍ବାଚିତ ହୋଇଥାନ୍ତି? 1 ବର୍ଷ ପାଇଁ। ନ୍ୟାସ ପରିଷଦର କାର୍ଯ୍ୟକୁ କିଏ ତଦାରଖ କରିଥାଏ? ସାଧାରଣ ସଭା। ସଭାପତି କେତେ ବର୍ଷ ପାଇଁ ସଦସ୍ୟ ରାଷ୍ଟ୍ର ପ୍ରତିନିଧିମଣ୍ଡଳରେ ନିର୍ବାଚିତ ହୋଇଥାନ୍ତି? ମେମ୍ବର ଅଫ୍ ଇଲେକ୍ଟେଡ୍ ହୋଇଥାନ୍ତି। ମେମ୍ବର କଣ୍ଟ୍ରି 1 ବର୍ଷ ପାଇଁ। ଆନ୍ତର୍ଜାତିକ ନ୍ୟାୟାଳୟ 15 ଜଣ। ସ୍କାସ୍ ପାରିଶ୍ରମିକ ସାଧାରଣତଃ ସଭା ଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ନିଯୁକ୍ତ ହୋଇଥାନ୍ତି। ନିରାପତ୍ତା ପରିଷଦ ଦ୍ୱାରା। ବିଶ୍ୱବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ୱାଶିଂଟନ। ସମ୍ବିଧାନର ଧାରାରେ ବୈଦେଶିକ ନୀତି ବର୍ଣ୍ଣିତ ହୋଇଛି। ବୈଦେଶିକ ନୀତି ଧାରା 51। ପଞ୍ଚଶୀଳ ନୀତି ଭାରତ ଓ ଚୀନ ପଞ୍ଚଶୀଳ ଆଧାର କରି 1954ରେ ରାଜିନାମା। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା 1961ରେ। ଭାରତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା। ପଣ୍ଡିତ ଜବାହରଲାଲ ନେହେରୁ। ଡ୍ୟାସ୍ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନ 1960। ଡ୍ୟାସ୍ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା 1965। 66ରେ ତାସ୍କେଣ୍ଟ ହୋଇଥିଲା। ଭାରତ ପାକିସ୍ତାନ ମଧ୍ୟରେ ରାଜିନାମା। ଡ୍ୟାସ୍ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଥର ଯୁଦ୍ଧ ହୋଇଥିଲା 1971। ଡ୍ୟାସ୍ ମସିହାରେ ଚୀନ 1962। କାର୍ଗିଲ ଯୁଦ୍ଧ 1990। ତିବ୍ବତ ସମସ୍ୟା ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ। ଭାରତ ଓ ତିବ୍ବତ ମଧ୍ୟରେ ଟଣାଯାଇଥିବା ଡ୍ୟାସ୍ ରେଖା ମ୍ୟାକମୋହନ ରେଖା ନେଇ ଭାରତ ଚୀନ ମଧ୍ୟରେ ବିବାଦ। ଡ୍ୟାସ୍ ମସିହାରେ ଭାରତ ଚୀନ ମଧ୍ୟରେ ତିବ୍ବତ ସମ୍ବନ୍ଧୀୟ ଏକ ରାଜିନାମା 1951 ହୋଇଥିଲା। କାଶ୍ମୀରକୁ ନେଇ ଭାରତ ଦ୍ୱାରା ପରିଶିଷ୍ଟ ପାକିସ୍ତାନ
1998 ଜାନୁଆରୀ 15 ତାରିଖରେ ବାଣିଜ୍ୟ ଶିଖର ସମ୍ମିଳନୀ ଭାରତ ପାକିସ୍ତାନ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜାନୁଆରୀ 15ରେ ପଡ଼ୋଶୀ ରାଷ୍ଟ୍ର ଡ୍ୟାସ୍ ସହିତ ଭାରତ ସାଂସ୍କୃତିକ ବାଣିଜ୍ୟିକ ଧାର୍ମିକ କ୍ଷେତ୍ର କଲଚରାଲ ଟ୍ରେଡ୍ ଆଣ୍ଡ ରିଲିଜିୟସ୍ କ୍ଷେତ୍ରରେ ମୁକ୍ତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଫ୍ରି। ପ୍ରାଚୀନ କାଳରୁ ଭାରତ ପଡ଼ୋଶୀ ରାଷ୍ଟ୍ର ଚୀନ ଆମ ରେଶମ ପଥ ରହିଥିଲା। ସାର୍କ 1986 ରହିଥିଲା। ସାର୍କ ସାଉଥ୍ ଏସିଆ ଆସୋସିଏସନ୍ ଅଫ୍ ରୁରାଲ୍ କୋଅପରେସନ୍ସ। ଭାରତ ପାକିସ୍ତାନ ମଧ୍ୟରେ ବସ୍ତ୍ର ଅଞ୍ଚଳ 1999। ହେଉଛି ଜନତା ପ୍ରଥମେ କେତୋଟି ରାଷ୍ଟ୍ର 51ଟି। ଡ୍ୟାସ୍ ଦିବସ ପ୍ରତିବର୍ଷ ଜାତିସଂଘର ଦିବସ ଅକ୍ଟୋବର 24। ବର୍ତ୍ତମାନ ମିଳିତ ଜାତିସଂଘର କେତୋଟି ରାଷ୍ଟ୍ର 193ଟି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMF 1944 ହେଇଥିଲା। ବିଶ୍ୱ ବ୍ୟାଙ୍କ 1945। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMF 1944। ବିଶ୍ୱ ବ୍ୟାଙ୍କ 1945। ଗୋଟିଏ 193 ରାଷ୍ଟ୍ର। ଅକ୍ଟୋବର 24 ନେସନ୍ ଦିବସ ୟୁନାଇଟେଡ୍ ନେସନ୍ ଡେ। ପ୍ରଥମ ସନନ୍ଦ ପ୍ରତିଷ୍ଠା ସନନ୍ଦରେ ପ୍ରଥମେ 51 ରାଷ୍ଟ୍ର ସିଗ୍ନେଚର୍ କରିଥିଲେ। 1962 ମସିହା ଜାନୁଆରୀ 10 ତାରିଖରେ ଭାରତ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ହୋଇଥିଲା। 1964 ମସିହା ଜାନୁଆରୀ 10। SALT II କେଉଁ ମସିହା ସ୍ୱାକ୍ଷର ହୋଇଥିଲା? 1979। କେଉଁ ମସିହା ଷ୍ଟାର୍ଟ ସ୍ୱାକ୍ଷରିତ ହୋଇଥିଲା? 1990। ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି CTBT। ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି ଟ୍ରିଟି ଅଫ୍ ବ୍ୟାପକ ପରମାଣୁ କମ୍ପ୍ରିହେନ୍ସିଭ୍ ପରୀକ୍ଷଣ କେଉଁ ମସିହାରେ ହୋଇଥିଲା? 1996 ମସିହାରେ। CTBT ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି। ଭାରତ ଦ୍ୱିତୀୟ ଥର ପାଇଁ କେଉଁ ମସିହାରେ ପୋଖରାଣ ଆଣବିକ ପରୀକ୍ଷା କରିଥିଲା? 1998ରେ। କେଉଁ ରାଷ୍ଟ୍ର ପ୍ରଥମେ CTBT ସ୍ୱାକ୍ଷର କରିଥିଲେ? CTBT ସ୍ୱାକ୍ଷର ପ୍ରଥମ କରିଥିଲେ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ବିଶ୍ୱ ଏଡ୍ସ ଦିବସ ଜାନୁଆରୀ 1। ବିଶ୍ୱ ଏଡ୍ସ ଦିବସ ଡିସେମ୍ବର 1। କେଉଁ ରାଷ୍ଟ୍ର ପ୍ରଥମେ CTBT ସ୍ୱାକ୍ଷର କରିଥିଲେ? ଯୁକ୍ତରାଷ୍ଟ୍ର ଆମେରିକା। ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଅକ୍ଟୋବର 17। ବିଶ୍ୱ ଏଡ୍ସ ଦିବସ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଇଥିଲା? ଡିସେମ୍ବର 1। CTBT ସ୍ୱାକ୍ଷର କରିଥିଲେ କେଉଁ ରାଷ୍ଟ୍ର? ଯୁକ୍ତରାଷ୍ଟ୍ର ଆମେରିକା ଫାଷ୍ଟ CTBTରେ।